ଆପଣ ଯଦି ବିଜନେସ୍ କରିବା ପାଇଁ ଚାହାନ୍ତି ଯଦି କୌଣସି ପଶୁପାଳନ କରି ସ୍ପେଶିଆଲି ଘୁଷୁରୀକୁ ନେଇ ଆପଣମାନେ ଦେଖିପାରୁଥିବେ ଆମ ସହିତ ଆମେ ଅଛୁ ସେଇ ଫାର୍ମରେ ସେ କୃଷି ମେଳାରେ ଯେଉଁଠି ଘୁଷୁରୀ ଗୁଡ଼ା ଶୋଇଛନ୍ତି ଏଇଭଳିଆ ଘୁଷୁରୀ ଚାଷ କରିକି ଆପଣମାନେ ଭଲ ଦୁଇ ପଇସା ରୋଜଗାର କରିପାରିବେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ କାହିଁକି ନା ରାଜ୍ୟ ସରକାର ଆର୍ଥିକ ସହାୟତା ଦେବେ ଆଉ ଯଦି ଆପଣ ଦେଖିଥିବେ ଏଇଟା ବଡ଼ ଘୁଷୁରୀ ଆଉ ଦେଖିପାରୁଥିବେ ଏପଟେ ହେଉଛନ୍ତି ଛୁଆ ଘୁଷୁରୀ ଗୁଡ଼ା ମଧ୍ୟ ଦେଖିପାରୁଥିବେ ସେମାନେ ଆସି କେଉଁ ଭଳି ଭାବରେ ଆବାଜ କରୁଛନ୍ତି ସେ ସାଇଡ଼ରେ ତ ଘୁଷୁରୀ ଫାର୍ମ ପାଇଁ ଆପଣମାନଙ୍କୁ ମତ୍ସ୍ୟ ପ୍ରାଣୀ ସମାବେଶ ଓଡ଼ିଶା 2025 ଯୋଗଦାନ ଦେବାକୁ ପଡ଼ିବ ଯଦି ନ ଆସିପାରୁଛନ୍ତି ତେବେ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ହିସାବରେ ବ୍ୟାବସାୟିକ ଭିତ୍ତିରେ ଯଦି ଘୁଷୁରୀ ଫାର୍ମ କରିବେ ତେବେ 10ଟି ମାଇ ଏବଂ ଗୋଟିଏ ଅଣ୍ଡିରା ଘୁଷୁରୀ ଆପଣଙ୍କୁ ମିଳିବ ଘୁଷୁରୀ ପାଳନ ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରି ଆପଣମାନେ ଆର୍ଥିକ ଉନ୍ନତି କରିପାରିବେ ଘୁଷୁରୀ ଫାର୍ମ ମାନେ 10ଟି ମାଇ ଗୋଟିଏ ଅଣ୍ଡିରା ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ମୋଟ 4 ଲକ୍ଷ ଟଙ୍କା ଅନୁସୂଚିତ ଜାତି ତଥା ଜନଜାତି ମହିଳା ଦିବ୍ୟାଙ୍ଗ ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ 60% ଏବଂ ସାଧାରଣ ବର୍ଗର ପୁରୁଷ ହିତାଧିକାରୀମାନଙ୍କ ପାଇଁ 50% ସହାୟତା ଦିଆଯାଉଛି ଆର୍ଥିକ ସହାୟତା ରାଶିର 40 ଭାଗ ପ୍ରଥମ କିସ୍ତିରେ ଗୁହାଳ ତିଆରି କରି ସାରିବା ପରେ ଏବଂ ଅବଶିଷ୍ଟ 60 ଭାଗ ଦ୍ୱିତୀୟ କିସ୍ତିରେ ଘୁଷୁରୀ କିଣି ସାରିବା ପରେ ସିଧାସଳଖ ହିତାଧିକାରୀଙ୍କର ବ୍ୟାଙ୍କ ଖାତାରେ ସଂଯୋଗ ହେବ ଆଚ୍ଛା ତ ଆମେ ସିଧାସଳଖ ଆଲୋଚନା କରିବା ସେଇ ଘୁଷୁରୀ ମାନଙ୍କର ମୁଖିଆ ଯିଏ ଘୁଷୁରୀ ମାନଙ୍କୁ ନିୟନ୍ତ୍ରଣ କରି ରଖିଛନ୍ତି ମାନେ ଚାଷୀ ସାର୍ ନମସ୍କାର ଭାଇନାଙ୍କୁ ଦେଖା ଭାଇନାଙ୍କୁ ମୁହଁ ଦେଖ ସାର୍ ଘୁଷୁରୀ ପାଳନ କଲେ କ'ଣ ସବୁ ଲାଭ ଗୋଟେ ଲେଖା ଘୁଷୁରୀ କେତେ ଟଙ୍କାରେ ସବୁ ବିକ୍ରି ହୁଏ हम तो बॉडी वेट तो 150 टका केजी କ'ଣ କହିଲେ बॉडी वेट केजी के 150 टका ଘୁଷୁରୀ କିଲୋ କେତେ 150 टका 150 टका, मोट। बॉडी वेट ଆଚ୍ଛା ତ କେତେ ବର୍ଷ ହେଲା ଆପଣ ଘୁଷୁରୀ ଚାଷ କଲେଣି हम फार्म रो ये गवर्नमेंट रो ଆଚ୍ଛା ମୁଁ କାମ ତ ଆପଣଙ୍କୁ ଯୋଉ ଘୁଷୁରୀ ରଖୁଛନ୍ତି ଏ ସବୁ କ'ଣ ଖାଆନ୍ତି ଆମର ଷ୍ଟେ ଜିନିଷ ଖାଇବେ ପନିପରିବା ସଡ଼ା ସଡ଼ି କୁଣ୍ଡା ଦାନା ଯାହା ଦେଲେ ଖାଇବେ? ହଁ ଯାହା ମାନେ ଏ ସଢ଼ା ଜିନିଷ ବି ଖାଇ ଦିଅନ୍ତି କେତେ ଦିନ ଭିତରେ ଗୋଟେ ଘୁଷୁରୀ ବଡ଼ ହେଇପାରିବ 10 ମାସ ହେଇଯିବ ହେଲେ ବଡ଼ ହେଇଯିବ 10 ମାସରେ ଏ ଯୋଉ ସରକାର ଯୋଉ ଦଉଛନ୍ତି 10ଟି ମାଇ ଗୋଟିଏ ଅଣ୍ଡିରା କେତୋଟି ଛୁଆ ଥରକରେ ଜନ୍ମ ହୁଅନ୍ତି ଥରେ ପହିଲା ଦେଇଦେବ 7ଟା 8ଟା ମାନେ ଗୋଟେ ଘୁଷୁରୀ ହଁ ଦେଲେ 10ଟା ପହିଲା ଫାଷ୍ଟ ବେଟଟା ତାର 10ଟା 12ଟା ଦେବେ ଜଣକା ବର୍ଷ 10ଟା ଅଛନ୍ତି ମାନେ ଥରକରେ 100ଟା ଜନ୍ମ କରିବେ ମାନେ କେତେ ମାନେ 6 ମାସ ନା ବର୍ଷକରେ ଘୁଷୁରୀ ଜନ୍ମ କରିବେ 14 ମାସ 1.5 ବର୍ଷରେ 2 ଥର 2 ଥର 1.5 ବର୍ଷରେ ତ 7 ମାସକୁ ଥରେ ଲେଖାଏଁ ଘୁଷୁରୀ ଛୁଆ ଜନ୍ମ କରନ୍ତି ଆଉ ଏଥିରେ ଲାଭ ମଧ୍ୟ ଅଧିକା ଥାଏ ଘୁଷୁରୀ ମାଂସ କିଲୋ 150 ଟଙ୍କା ଓଡ଼ିଶାରେ ଖାଆନ୍ତି ଘୁଷୁରୀ ମାଂସ ବଡି ୱେଟ୍ 150 ମାଂସ ଆଚ୍ଛା ଘୁଷୁରୀ ମାଂସ ଓଡ଼ିଶାରେ ଖାଆନ୍ତି ହଁ ସାର୍ ବହୁତ ଖାଉଛନ୍ତି ହଁ ଯୋଗେ ହଉନି ଯୋଗେଇ ହେଉନି ମାନେ ଓଡ଼ିଶାରେ ଘୁଷୁରୀ ମାଂସ ଏତେ ଖାଉଛନ୍ତି ଯୋଗେଇ ହେଉନି ଏକଥା ସାର୍ କହିଲେ ମ୍ୟାଡ଼ାମ୍ ଖାଆନ୍ତି ଘୁଷୁରୀ ମାଂସ ଖାଉଥିଲେ ଏଇଟା ବ୍ରଏଲର କୁକୁଡ଼ା ଯାଏ ସେୟା ତେବେ ଆମେ ପଚାରି ବୁଝିବା ଗୋଟିଏ ଲୋକ ଥରକରେ ଗୋଟାଏ ବ୍ୟାଚ୍ରେ କେତେଟା ଘୁଷୁରୀ ବିକିପାରିବ ବଡ଼ ହେଇଗଲେ ବଡ ହେଲେ ଥରକୁ ମାନେ ମାସକେ ମାସ 50-60ଟା ବିକିବୁ ବୋଲେ ସରି ମାସକୁ ଗୋଟାଏ ବଡ଼ ଘୁଷୁରୀ 15 କିଲିଆ ଘୁଷୁରୀ ନା ଏଇଟା କେତେ କିଲୋ ହୁଅନ୍ତି ଏଇଟା ଆମର 3 କୁଇଣ୍ଟାଲ 3.5 କୁଇଣ୍ଟାଲ ମୁଁ କହୁଛି 3 କୁଇଣ୍ଟାଲ ହେବେ 10 ମାସରେ 3 କୁଇଣ୍ଟାଲ ବଢିବେ ଲାଷ୍ଟରେ ଯଦି 150 ଟଙ୍କା 100 ଟଙ୍କା ହେବି ତମେ ବିକ କୁଇଣ୍ଟାଲ କେତେ ହେଲା 30,000 ମାନେ ଗୋଟାଏ ଲେଖା ତୁମେ ଲକ୍ଷେ ଟଙ୍କା ନା ବିକିବ ଏଇଟା ଆଠାରୁ ଭଲ ଲାଭଜନକ ବ୍ୟବସାୟ ମୁଁ ଆଉ କେଉଁଠି ପାଉନି ତ ଯଦି ଆପଣମାନେ ଚାହୁଁଛନ୍ତି ବ୍ୟବସାୟ କରିବା ପାଇଁ ଘୁଷୁରୀ ଚାଷ ବିଷୟରେ ତ ଦେଖିପାରୁଥିବେ ଯେଉଁ ସବୁ କଥା ଗୁଡ଼ିକ କହିଦେଲି ଆଉ ଭାଇନା ମଧ୍ୟ ଯେଉଁ କଥା ଗୁଡ଼ିକ କହିଲେ ଭାଇନାଙ୍କ ଠାରୁ ଆଉ ଦୁଇ ପଦ ଶୁଣିବା ଭାଇ ଯଦି ଘୁଷୁରୀ ବ୍ୟବସାୟ କରିକି ସରକାରଙ୍କ ଠାରୁ ଏଇ କାମ କରିବ ବର୍ଷକ ଭିତରେ କୋଟିପତି ହେଇପାରିବ ହଁ ସାର୍ ଆଉ କ'ଣ ସାର୍ଟିଫିକେଟ୍ ଦରକାର ଜଣେ ଚାଷୀ ଯେତେବେଳେ କୋଟିପତି ହେବାର ଫର୍ମୁଲା ବତେଇ ଦେଲେ ଆପଣମାନେ ମୋହନ ବାବୁଙ୍କର ପଛେ ପଛେ ଚାଲନ୍ତୁ ଲେଖା ହେଇଛି କ'ଣ 10ଟି ମାଇ ଗୋଟିଏ ଅଣ୍ଡିରା ଆପଣଙ୍କୁ ମିଳିବ 4 ଲକ୍ଷ ଟଙ୍କା ପୁଣି ଘର କଲେ ସବସିଡ଼ି ଫବସିଡ଼ି ସବୁ ଅଛି ବାକି କ'ଣ ମୁଁ ସବୁ ଏକା କହିବି ଆପଣମାନେ ପ୍ରାଣୀ ସମ୍ପଦ ବିଭାଗ ସହିତ ଯୋଗାଯୋଗ କରିପାରିବେ